ରାଉରକେଲା କଲେଜ ରାଉରକେଲା କଲେଜରେ ରାଜ୍ୟସ୍ତରୀୟ ନାଟ୍ୟାଲୋଚନା ରାଉରକେଲା କଲେଜରେ ରାଜ୍ୟସ୍ତରୀୟ ନାଟ୍ୟାଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର 4 ସ୍ଥିତ ରାଉରକେଲା କଲେଜରେ ଓଡ଼ିଆ ବିଭାଗ ତରଫରୁ ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ରାଜ୍ୟସ୍ତରୀୟ ନାଟ୍ୟାଲୋଚନା ଆୟୋଜିତ ହୋଇଯାଇଛି। ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଆଲୋଚନା ଚକ୍ରରେ କଲେଜର ଅଧ୍ୟକ୍ଷ ଡକ୍ଟର ରବୀନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ତଥା ନାଟ୍ୟକାର ନାଟ୍ୟ ନିର୍ଦ୍ଦେଶକ ଡକ୍ଟର ସମର ମୁଦାଲି, ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ତଥା ନାଟ୍ୟକାର ଡକ୍ଟର ସଞ୍ଜୟ କୁମାର ହାତୀ ଏବଂ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରାଉରକେଲା ଓଡ଼ିଆ ବିଭାଗ ମୁଖ୍ୟା ଡକ୍ଟର ସୁଷମା ମୋଦି ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇ ନବନାଟ୍ୟ ଧାରା ଓ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ନାଟ୍ୟଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଫେସର ଡକ୍ଟର ମିଶ୍ର ମନୋରଞ୍ଜନ ଦାସଙ୍କୁ ଓଡ଼ିଆ ନବନାଟ୍ୟଧାରାର ପ୍ରମ୍ୟୁଥସ୍ କହିବା ସହ ନବନାଟ୍ୟ ଧାରା ତଥା ମନୋରଞ୍ଜନ ଦାସଙ୍କ ନାଟକର ଆଙ୍ଗିକ ଓ ଆତ୍ମିକ ପ୍ରୟୋଗ ସମ୍ପର୍କରେ ବିଶେଷ ଆଲୋଚନା କରିଥିବା ବେଳେ ପ୍ରଫେସର ଡକ୍ଟର ମୁଦାଲି ମନୋରଞ୍ଜନ ଦାସଙ୍କ ଏପିକ୍ ଶୈଳୀ ଓ ନାଟକ ନନ୍ଦିକା କେଶରୀ ଉପରେ ଆଲୋକପାତ କରିଥିଲେ। ନାଟ୍ୟକାର ଡକ୍ଟର ହାତୀ ନାଟ୍ୟକାର ବେକେଟ୍ ଓ ବ୍ରେଖେଟୀୟ ଶୈଳୀରେ ଏକ ତୁଳନାତ୍ମକ ଆଲୋଚନା କରିବା ସହ ମନୋରଞ୍ଜନ ଦାସଙ୍କ ନାଟକରେ କିପରି ତାହାର ପ୍ରୟୋଗ କରାଯାଇଛି ତାହାର ବିଶ୍ଳେଷଣ କରିଥିଲେ। ଡକ୍ଟର ମୋଦି ମନୋରଞ୍ଜନ ଦାସଙ୍କ ନାଟ୍ୟଶୈଳୀର ସାମଗ୍ରିକ ଦିଗକୁ ଦର୍ଶାଇଥିଲେ। ଓଡ଼ିଆ ବିଭାଗର ତୃତୀୟ ବର୍ଷର ଛାତ୍ରୀ ସୋନାଲି ମହାନନ୍ଦ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅତିଥିମାନଙ୍କ ପରିଚୟ ଓ ତୃତୀୟ ବର୍ଷର ଛାତ୍ର ପ୍ରକାଶ ଓଝା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସୁଶୀଳାବତୀ ସରକାରୀ ମହାବିଦ୍ୟାଳୟ ରାଉରକେଲାର ଅଧ୍ୟାପିକା ମହେଶ୍ୱତା ସାହୁ, ସୁଶୀଳାବତୀ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ସିମ୍ରନ୍ ମହାପାତ୍ର, ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ଅପର୍ଣ୍ଣା ଧର, ନିତୁ ସେଠ, ନୀଳଶୈଳ ମହାବିଦ୍ୟାଳୟର ଅଧ୍ୟାପିକା ପ୍ରଭା ସୁଚିତା ଏକା, ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ ତଥା ଅନ୍ୟାନ୍ୟ ମହାବିଦ୍ୟାଳୟର ସ୍ନାତକୋତ୍ତର ଓ ସ୍ନାତକ ଶ୍ରେଣୀର ଓଡ଼ିଆ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଏହି ନାଟ୍ୟ ଆଲୋଚନାରେ ଭାଗ ନେଇଥିଲେ। ଅତିଥିମାନଙ୍କ ପ୍ରଦୀପ ପ୍ରଜ୍ୱଳନ ପରେ ଛାତ୍ରୀ ସୁଶ୍ରୀରେଖା ବେହେରା, ଲକ୍ଷ୍ମୀପ୍ରିୟା ସାହୁ, ଭାରତୀ ବେହେରା, ସନ୍ଧ୍ୟାରାଣୀ ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଓଡ଼ିଆ ଅଧ୍ୟାପକ ଅରୁଣ କୁମାର ବେହେରା, ଅଧ୍ୟାପକ ଗିରୀଶ ପରିଡ଼ା, ଲିପ୍ସା ବଳିଆର ସିଂ, ଗୋପାଳକୃଷ୍ଣ ଦାସ, ଛବିଳ ସେଠୀ, ଅଭିଷେକ ପରିଡ଼ା, ଅନୁଶ୍ରୀ ରାଉତ, ଶିବାନୀ କେର୍କେଟା, ମମତା କିଷାନ, ଅଙ୍କିତା ବାର୍ଲା, ରିୟା ହାସିନା ଲାକ୍ରା, ରୋହିତ ଗୌଡ଼, ମାଳତୀ ଲାକ୍ରା, ଚାନ୍ଦିନୀ ସେଠୀ, ଶ୍ରିୟା ବାଗ, ଅପର୍ଣ୍ଣା ପାହାରୀ, ନୀଳଜ୍ୟୋତି ବେହେରା, ରଶ୍ମି ହରିପାଲ, ରିତୁ ମୁଖୀ, ଦିବ୍ୟା ସଂଯୁକ୍ତା ଲାକ୍ରା, ଲିଜା କିଷାନ, ସାଲୋନୀ କନ୍ସାରୀ ପ୍ରମୁଖ ଓଡ଼ିଆ ଛାତ୍ରଛାତ୍ରୀ ଆଲୋଚନା ଚକ୍ରରେ ଉପସ୍ଥିତ ରହିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।